ମା 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 ଆପଣ ଏଇଠି ବସିଛନ୍ତି। ମୁଁ ସେଣେ କେତେ ଆଡେ ଆପଣଙ୍କୁ ଖୋଜି ଆସି ସାରିଲିଣି। ଖୋଜୁଥିଲୁ? ମତେ କାହିଁ ଖୋଜୁଥିଲୁ? କଣ କାମ ଥିଲା କି? ନାଇଁ ମା, ସେମିତି କିଛି କାମ ନଥିଲା, ଖାଲି ଆପଣ ଖାଇବେ ବୋଲି ଖୋଜୁଥିଲି। ଆସନ୍ତୁ ଖାଇବେ। ଖାଇବି? ଆଜି କଣ ଜଲ୍ଦି ରୋଷେଇ ସରିଗଲା କି? ଆଜ୍ଞା ମା, ଆଜି ଜଲ୍ଦି ରୋଷେଇ ସରିଗଲା। ଆଜି କଣ ଜଲ୍ଦି ରୋଷେଇ ସରିଥାନ୍ତା? ମୁଁ କଣ ଏକା କଲି କି? ଆଉ କିଏ କଲା? ମା, ସେଦିନ ଯୋଉ ଆପଣ କହୁଥିଲେ ଆପଣଙ୍କ ଝିଅକୁ ତାଙ୍କ ସ୍ୱାମୀ ଘର କାମ ସାହାଯ୍ୟ କରନ୍ତି ବୋଲି, ସେଥିପାଇଁ ମୁଁ ଆଜି ଆପଣଙ୍କ ପୁଅଙ୍କୁ କହିଲି ସେ ତରକାରୀ ବନେଇଦେଲି, ଆଉ ମୁଁ ରୁଟି କରିଦେଲି। ସେଥିପାଇଁ ସିନା ଶୀଘ୍ର ସରିଗଲା। ସାଇନା, ତୋ ମୁଣ୍ଡ କଣ ଖରାପ ହେଇଗଲାଣି? ତୁ ମୋ ପୁଅକୁ କାମ କରଉଛୁ? ତୁ ତ ଚାହୁଁଛୁ ନା ସେ କେମିତି ତୋ ଇଶାରାରେ ନାଚୁ ବୋଲି? ମା, ଯେତେବେଳେ ଆପଣଙ୍କ ଜ୍ୱାଇଁ ଯେତେବେଳେ ଆପଣ ଝିଅକୁ ଘର କାମ ସାହାଯ୍ୟ କରନ୍ତି, ସେତେବେଳେ ତ ଆପଣ ଭାରି ଖୁସି ମୋ ପାଖରେ କହନ୍ତି। ଆଉ ଯେତେବେଳେ ଆପଣଙ୍କ ପୁଅ କାମ କଲେ, ସେତେବେଳେ ଆପଣଙ୍କୁ କଷ୍ଟ ହଉଛି। ଇଏ ଯେମିତି ଆପଣଙ୍କ ପୁଅ, ତାହେଲେ ଆପଣଙ୍କ ଜ୍ୱାଇଁ ବି କାହା ଘରର ପୁଅ ହେଇଥିବ ନା। ଜ୍ୱାଇଁ କାମ କଲେ ଭଲ, ପୁଅ କାମ କଲେ ତାକୁ ସ୍ତ୍ରୀର ଗୋଲାମ। ନିଜ ଝିଅକୁ ଯେମିତି ଦେଖୁଛନ୍ତି, ନିଜ ବୋହୂକୁ ବି ସେମିତି ଦେଖନ୍ତୁ। ଭିଡିଓ ଦେଖି ଭଲ ଲାଗିଲେ ଲାଇକ୍, କମେଣ୍ଟ, ସେୟାର କରିଦେବେ ଆଉ ସବସ୍କ୍ରାଇବ କରିବାକୁ ଜମା ଭୁଲିବନି। ପୁଣି ଦେଖା ଗୋଟେ ନୂଆ ଭିଡିଓ ସହ ରହିଲୁ। ଜୟ ଜଗନ୍ନାଥ।